ଆପଣଙ୍କର ବନ୍ଧୁ ଲୋକ ଶତ୍ରୁ ହୋଇଯାଇଛି କି? ପାଖ ଲୋକ ମିତ୍ର ଲୋକ ଆପଣଙ୍କ ଠାରୁ ଦୂରେଇ ଯାଇଛନ୍ତି କି? ଯଦି ଦୂରେଇ ଯାଇଛନ୍ତି ତାଙ୍କୁ ଆପଣ ମିତ୍ରତା ସ୍ଥାପନ କରିବାକୁ ଆଉ ଥରେ ଚାହୁଁଛନ୍ତି, ତାହେଲେ ଗୋଟିଏ ସରଳ ପ୍ରୟୋଗ କରନ୍ତୁ। ଏହି ପ୍ରୟୋଗ ଆପଣଙ୍କର କୃଷ୍ଣପକ୍ଷ ଶନିବାର ଦିନ ସନ୍ଧ୍ୟା ସମୟରେ ଗୋଧୂଳି ଲଗ୍ନରେ କରନ୍ତୁ। ଲାଲ କପଡ଼ା ଉପରେ ରଖନ୍ତୁ ଆପଣଙ୍କର ଘରେ ଦକ୍ଷିଣକାଳିକାଙ୍କର ଚିତ୍ରପଟ ଏବଂ ତାଙ୍କର ଯନ୍ତ୍ର ସ୍ଥାପନ କରନ୍ତୁ। ପଞ୍ଚାମୃତରେ ସ୍ନାନ କରନ୍ତୁ, ଗଙ୍ଗା ଜଳରେ ଧୋଇ ଦିଅନ୍ତୁ, ଘିଅ ଦୀପ ଲଗାନ୍ତୁ, ଝୁଣା ଧୂପ ଲଗାନ୍ତୁ, ଫଳମୂଳ ରଖନ୍ତୁ, ବେଲପତ୍ର ମାଳରେ ପିନ୍ଧେଇ ଦିଅନ୍ତୁ, ଚନ୍ଦନ ସିନ୍ଦୁର ପିନ୍ଧାନ୍ତୁ କାଳିଙ୍କି ଏବଂ ତାପରେ ମନ୍ଦାର ମାଳା ପିନ୍ଧାନ୍ତୁ। ଷୋଡ଼ଶୋପଚାରରେ ପୂଜନ କରନ୍ତୁ ଦକ୍ଷିଣକାଳିକାଙ୍କୁ। ତାପରେ ଗୋଟିଏ ମନ୍ତ୍ର ମୁଁ ଡାକୁଛି, ଆକର୍ଷଣ ମନ୍ତ୍ର। ଯେଉଁ ବ୍ୟକ୍ତି କି ଆପଣ ଚାହୁଁଛନ୍ତି ସେହି ବ୍ୟକ୍ତିଙ୍କ ନାମରେ ଆକର୍ଷଣ ମନ୍ତ୍ର 21 ଥର ପାଠ କରନ୍ତୁ। ଓಂ କ୍ରିଂ 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 ଦକ୍ଷିଣକାଳିକାୟ ନମଃ ଅମୁକସ୍ୟ ଆକର୍ଷୟ ଆକର୍ଷୟ ହୁଁ ଫଟ୍ ସ୍ୱାହା। ଏହି ମନ୍ତ୍ରକୁ 21 ଥର ପାଠ କରନ୍ତୁ। ଏହି ପ୍ରୟୋଗ କରିଲା ପରେ ଦେଖିବେ ସେ ବ୍ୟକ୍ତି ନିଶ୍ଚିତ ଆପଣଙ୍କ ପାଖକୁ ଆସିବ ଏବଂ ବନ୍ଧୁତା ଭଳି ସ୍ଥାପନ କରି ଆପଣଙ୍କ ସାଙ୍ଗରେ ମିତ୍ର ଭଳି ଚଳିବ, ଆଉ ଶତ୍ରୁ ଆଚରଣ କରିବ ନାହିଁ। ରହୁଛି, ନମସ୍କାର। ଜୟ ଜଗନ୍ନାଥ, ଜୟ ମା କାମାକ୍ଷା।